ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଆଉ ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ତ ମୁଁ ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ। ତ ଏଇ ଫଟୋଟି ଦେଖିଥିବେ, ମୁଁ ଏକ ଗୋପାଳନ ଯୋଜନା ଆପ୍ଲାଏ କରିଥିଲି, ତା ମୋର ଆପ୍ରୁଭ୍ ଆସିଛି। ତ କେମିତି କ'ଣ ହେଲା ଚାଲନ୍ତୁ ଆଗକୁ ଭିଡ଼ିଓରେ ଦେଖିବା। ତ ଭଦ୍ରକରେ ଆମର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପାଣି ସମ୍ପଦ ମେଳା 2025 ଅନୁଷ୍ଠିତ ହୋଇଥିଲା। ତେଣୁ ଆମେ ସେଠାକୁ ଯାଇଥିଲୁ। ଆଉ ଯଦି ଭିଡ଼ିଓରେ ଆପଣମାନେ ନୂଆ ଆସୁଛନ୍ତି ତ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ଲାଇକ୍ ମଧ୍ୟ କରିନିଅନ୍ତୁ ଭିଡ଼ିଓ ଯଦି ଭଲ ଲାଗିଥିବ। ତ ଫାଷ୍ଟ ମୁଁ ଭିଡ଼ିଓ କରୁଛି ତ ଭଏସ୍ ଆପଣମାନଙ୍କୁ ଟିକେ ଭଲ ଲାଗୁନଥିବ। ଆଉ ଆମେ ସେଠାକୁ ଯେଉଁ ଯାଇଥିଲୁ ତ ଆମର ଯେଉଁ ଲାଇଫଷ୍ଟକ୍ ଇନ୍ସପେକ୍ଟର ଥିଲେ ସେ ଆମକୁ ଇନଭାଇଟ୍ କରିଥିଲେ। ତ ଆମେ ସେଠାକୁ ଯାଇ ତାଙ୍କ ପାଖରେ ପ୍ରଥମେ ଆମର ନିଜ ନାମ ପଞ୍ଜୀକରଣ କରିନେଲୁ। ନାମ ପଞ୍ଜୀକରଣ କରିନେଇ ସାରିଲା ପରେ ତ ସେ ଆମକୁ ଗୋଟିଏ ଦେଇଥିଲେ ଏମିତି ଆମର ସୁନ୍ଦର ବ୍ୟାଗ୍ ଆଉ ଲଞ୍ଚ ବ୍ରେକଫାଷ୍ଟର ଟୋକନ୍ ଆଉ ଗୋଟେ ଆଇ କାର୍ଡ଼। ଏ ସୁନ୍ଦର ବ୍ୟାଗ୍ ଭିତରେ ଗୋଟେ ପେନ୍ ଆଉ ଗୋଟେ ଛୋଟ ଖାତା ମଧ୍ୟ ଥିଲା। ଆଉ ଆମର ବ୍ରେକଫାଷ୍ଟ ଟୋକନ୍ ଦେଖି ଆମର ବ୍ରେକଫାଷ୍ଟ ଏଠି ନେଇ ଆସିଲା ଯେଉଁମାନେ ଉପମା ଖାଉନଥିଲେ ତାଙ୍କମାନଙ୍କ ପାଇଁ କଦଳୀର ମଧ୍ୟ ବ୍ୟବସ୍ଥା ହେଇଥିଲା। ତ ମୁଁ ଯେଉଁ ଗୋପାଳନ କଥା ହେଲି ଦେଖନ୍ତୁ, ଇଏ ଏକ ଏଚଏଫ୍ ମାନେ ଗାଈର ବାଛୁରୀ ଛୁଆ, ଯାହା 15-20 ଲିଟର ଦିନକୁ କ୍ଷୀର ଦେବ। ଯେଉଁ କହୁଥିଲି ସବସିଡ଼ି କଥା, ଇଏ 50% ଯାହାକୁ ଆମର ମାନେ ସରକାର ତରଫରୁ ରିହାତି ଅଛି। ଯେ ଆପଣଙ୍କ ଖାତାକୁ ଲକ୍ଷେ 60,000 ଟଙ୍କା ଆସିବ। ତ କେମିତି କ'ଣ ଆସିବ, ପ୍ରଥମେ ଆପଣଙ୍କର ଲାଇଫଷ୍ଟକ୍ ଇନ୍ସପେକ୍ଟର ଆସିକି ଯେଉଁ ଆପ୍ଲାଏ କରିଥିବେ ସେ ଜାଗା ଦେଖିବେ, ଯେଉଁ ଜାଗାରେ ଗୁହାଳ ବନେଇବେ। ଆଉ ମାନେ 10 ଫୁଟ 12 ଫୁଟ ଓସାର ଆଜବେଷ୍ଟ ଘର ଗୁହାଳ ବନେଇବେ। ଆଉ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଯାଇକି ଆପଣ ଗାଈ ଆଣିବେ। ଯେ ଗାଈର ମୂଲ୍ୟ ଯାହା 20,000 ଆରମ୍ଭ କରି ଲକ୍ଷ ପର୍ଯ୍ୟନ୍ତ ଅଛି। ତ ଆପଣଙ୍କ ପଇସା ଅନୁସାରେ ଆପଣ ଆଣିବେ। ଦେଖନ୍ତୁ, ଇଏ ଯେଉଁ ଆମର ଗାଈ ଯେଉଁ ପାଳନ ତାକୁ ଘାସ ଦେବା ପାଇଁ ତାକୁ ବାହାର ଗୋଖାଦ୍ୟ ପାଇଁ ଆଜୋଲା ଚାଷ କରାହେଉଛି। ଘାସ ମଧ୍ୟ ଅଛି, ବଡ଼ ବଡ଼ ଘାସ ଏଇ ଯେଉଁ ଦେଖିବେ ଦଳ ଟାଇପ୍ର ଏହାକୁ ଆଜୋଲା। ଆପଣ ଟାଙ୍କି ତିଆରି କରିକି ପ୍ରସ୍ତୁତ କରିପାରିବେ। ଟାଙ୍କି ପାଇଁ ମଧ୍ୟ ବି ସରକାର ତରଫରୁ ସୁବିଧା ଅଛି। ତ ଆପଣମାନେ ଅଫିସକୁ ଗଲେ ମଧ୍ୟ ସବୁ ଜାଣିପାରିବେ କି ଆପଣ ଗୋସଙ୍ଗମ ପୋର୍ଟାଲକୁ ଯାଇକି ସେଠାରେ ୱେବସାଇଟ୍ରେ ଲଗ୍ଇନ୍ କରି ସବୁ ପ୍ରକାର ସୁବିଧା ପାଇପାରିବେ, ଉପଲବ୍ଧ ଅଛି। ଦେଖନ୍ତୁ, ଇଏ ଏକ ଶତପଥୀ ଗୋଟ୍ ଫାର୍ମିଂ ସାହାଡ଼ାରେ ଆମ ଭଦ୍ରକରେ ଅବସ୍ଥିତ। ସେମାନେ ଯାହା କହୁଥିଲେ ଯେ ତାଙ୍କର ଏଇ ପ୍ରଜାତିର ଯେଉଁ ଛେଳି ଅଛି, ଛେଳିର ଛୁଆ 6 ମାସର 15-20 କିଲୋ ହେଇଯାଏ। ଆଉ ଆପଣ ଯଦି ଛେଳି ମାନେ ଚାଷ କରିବାକୁ ଚାହୁଁଛନ୍ତି ତ ତାଙ୍କ ସହିତ ଯୋଗାଯୋଗ କରିକି ଆଣିପାରିବେ। ଆଉ ଏଠି ସୁନ୍ଦର ଷ୍ଟେଜ୍ ତିଆରି ହେଇଥିଲା, ଯାହାର ମୁଖ୍ୟ ଅତିଥିମାନେ ଆସିବେ ତାଙ୍କ ପାଇଁ ହେଇଥିଲା। ଏଠି ଷ୍ଟେଜ୍ରେ ଜଗନ୍ନାଥ ପ୍ରତିମୂର୍ତ୍ତି ଦେଖି ବହୁତ ଖୁସି ଲାଗିଲା। ତ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବୋର୍ଡ଼ ଲାଗିଥିଲା, ମଧ୍ୟ ଫଟୋ ଲାଗିଥିଲା। ଏଠାରେ ସେଲ୍ଫିର ଷ୍ଟାଣ୍ଡ ମଧ୍ୟ କରାଯାଇଥିଲା। ଏଠି ଦେଖିପାରୁଥିବେ ଯେଉଁ ଆମର ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ତାଙ୍କର ହାତ ତିଆରି ମାନେ ମିକ୍ସଚର ସେଟାକୁ ଆଣିଥିଲେ, ଯାହା ବହୁତ ସୁସ୍ୱାଦିଷ୍ଟ ଥିଲା। ଆଉ ଯଦି ଆପଣମାନେ ଉଦ୍ୟାନ କୃଷି କରିବାକୁ ଚାହୁଁଛନ୍ତି ତ ସରକାର ତରଫରୁ 2-3 ଲକ୍ଷ ପର୍ଯ୍ୟନ୍ତ ରିହାତି ଅଛି। ତ ଆଣିକି ସବୁପ୍ରକାର ସୁବିଧା ଆପଣମାନେ ୱେବସାଇଟ୍ର ପାଇଯିବେ। ଯେଉଁ ଗୋସଙ୍ଗମ ପୋର୍ଟାଲକୁ ଯାଇକି ସେଠି ଦେଖିପାରିବେ, ଚେକ୍ କରିପାରିବେ। ଏଠି SS ଫିସ୍ ସେଣ୍ଟର ଅଛି ଯାହା ଭଦ୍ରକରେ। ସେମାନେ ତାଙ୍କର ସବୁ ପ୍ରକାରର ମାଛର ଜାଆଁଳ, ଛୋଟ ମାଛ କତୁରୁ ଆରମ୍ଭ କରି ବଡ଼ ମାଛ ପର୍ଯ୍ୟନ୍ତ ସେମାନେ ପ୍ରୋଭାଇଡ଼ କରୁଛନ୍ତି ସାରା ଓଡ଼ିଶା ସାରା। ତାଙ୍କ ପାଖରେ ଯେଉଁ ଖାଦ୍ୟ ଅଛି ମାନେ। ଆଉ ଏଠି ଦେଖନ୍ତୁ, ଯେଉଁ ମାଛ ଚାଷର ଆଉ ଚିଙ୍ଗୁଡ଼ି ଚାଷର ଯେଉଁ ଅକ୍ସିଜେନ୍ ମାନେ ଲେବୁଲ୍ ଠିକ୍ଠାକ୍ ରହିବା ପାଇଁ ଯେଉଁ ମେସିନ୍ ସେ ତାଙ୍କ ପାଖରେ ଉପଲବ୍ଧ ଥିଲା। ଆଉ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯେ ତାଙ୍କର ବଢ଼ି ଆଣିଥିଲେ, ଯାହା ବଢ଼ି ପୁରା ପିଓର ବଢ଼ି ଥିଲା। ତାର 250 ଟଙ୍କା ଥିଲା। ଆଉ ଏଠି ମାଆମାନେ ଆସି ତାଙ୍କର ନାଁ ରେଜିଷ୍ଟ୍ରେସନ୍ କରିଛନ୍ତି, ଯେଉଁମାନେ ସବୁ ଚାଷ କରିବା ପାଇଁ ଚାହୁଁଛନ୍ତି। ଏହା ସମସ୍ତଙ୍କ ବ୍ଲକ୍ ଆଉ ଜିଲ୍ଲାରେ ବି ସବୁ ଅଫିସର ଅବସ୍ଥିତ ଅଛି। ଆପଣମାନେ ଯାଇକି ଭିଜିଟ୍ କରି ଦେଖିପାରିବେ। ଯଦି ଦେଖିବା ଏଇ ଯେଉଁ ଅଣ୍ଡା ସୁନ୍ଦର ଭାବେ ସଜେଇଛନ୍ତି, ମଜାର କଥା ହେଲା ସେଠାରେ ଲୋକ ମିଟିଂ ସରିଲା ପରେ ସବୁ କିଏ କୁଆଡ଼େ ନେଇ ଚାଲିଗଲେ। ଆଉ ଯାଉ ସେଠାରେ ବୁଲାବୁଲି କଲା ପରେ ଆଉ ଶେଷରେ ଆମର ମୁଖ୍ୟ ଅତିଥି ଆସିଲେ। ମୁଖ୍ୟ ଅତିଥି ସାର୍ ଆସିଲା ପରେ MLA ସାର୍ ଆସିକି ଯେଉଁ ଗାଈ ପାଇଁ କିଛି ମାଗଣାରେ ବର୍ସିମ୍ ସିଡ୍ସ ମିଳିଥିଲା। ଯାହା ଏହା ଏକ ଶାଗ ପ୍ରକାରର ଘାସ, ଯାହାକୁ ମଣିଷ ଆଉ ଗୋରୁ ଗାଈ ମଧ୍ୟ ଖାଇପାରିବେ। ସେମାନେ ଯାହା କହିଲେ ତ ମଣିଷ ଖାଇପାରିବେ।
ତ ମୁଁ ଆପଣଙ୍କୁ କହୁଛି ତ ମୁଁ ଏଇଟା ଜାଣିନାହିଁ କେମିତି କ'ଣ ତ ଆଣିକି ରଖିଛି ମୁଁ ଘରେ। ଆଉ ଯେହେତୁ ଆମର ଏନିମାଲ୍ ହଜବେଣ୍ଡାରୀରେ ଆସିଥିଲେ ବଫିନ୍ ତାଙ୍କର ଭାଷଣ ଦେଲେ, ଆଉ ଭାଷଣ ଦେବା ପରେ ସେଠି ଆମ 2 ଜଣ ସବସ୍କ୍ରାଇବର୍ ଭାଇମାନଙ୍କ ସହ ଦେଖା ହେଇଗଲା, ଯାହା ବହୁତ କିଛି ଭଲ ଲାଗିଲା, ଖୁସି ବି ଲାଗିଲା ତାଙ୍କମାନଙ୍କ ସହିତ ଦେଖା ହେଇକି। ଆଉ କ'ଣ କରିବା, ଶେଷରେ ତ ବହୁତ ଲେଟ୍ ହେଇଯାଇଥିଲା, ତ ଭୋକ ଲାଗିଲା ଶେଷରେ ଜଣେ ମଉସା ଛତା ନେଇକି ଆସିଲେ, ଛତା ଛାଇ ତଳେ ଆମେ ରହିଥିଲୁ। ଶେଷରେ 20-30 ମିନିଟ୍ ଲାଇନ୍ରେ ରହିଲା ପରେ ଏମିତି ଖାଦ୍ୟ ଅଳ୍ପ ଦେଇଥିଲେ ତ କିଛି ପେଟକୁ ପୁରିଲା ନାହିଁ। ଶେଷରେ ଆମେ ହୋଟେଲରୁ ଖାଇଦେଲୁ ଆସିକି।